এই শোনা ଏ କଣ ହେଇଠି ଶୁଣତ ଏସବୁ ମତେ କିଛି ଡାକିବନି। ମୋ ନାଁ ସମ୍ଭବ ମହାପାତ୍ର। ତମେ ମତେ ସମ୍ଭବ ବୋଲି ଡାକିବ, ବୁଝିପାରିଲ? ନାଇଁ ନାଇଁ, ଓଡ଼ିଆ ଘର ବୋହୂ ହେଇ ସ୍ୱାମୀକୁ ନାଁ ଧରି ଡାକିଲେ ମତେ ନଗର ବି ଜାଗା ମିଳିବନି। ଛାଡ଼ ସେ କଥା, ନିଅ ଏ କ୍ଷୀରଟା ପିଇ ଦିଅ। ସେସବୁ ପରେ ଆଗ ମୋ ପ୍ରଶ୍ନର ଉତ୍ତର ଦିଅ। ପଚାର। ତମେ ପାଠ କେତେ ପଢିଛ? ମ୍ୟାଟ୍ରିକ୍ ପାସ୍ କରିଛି। +2ରେ ଆଡ଼ମିସନ୍ କରିଥିଲି ଯେ ଟଙ୍କା ଅଭାବରୁ ପଢ଼ିପାରିଲିନି। ମ୍ୟାଟ୍ରିକ୍? ସିମ୍ପଲି ମ୍ୟାଟ୍ରିକ୍? ଗ୍ରାଜୁଏଟ୍ ବି ନୁହଁ? ଓ ମାଇ ଗଡ୍। ଆଚ୍ଛା, ତମର ଫେସବୁକ୍ ଆକାଉଣ୍ଟ ଅଛି? ହ୍ୱାଟ୍ସଆପ୍ରେ ଚାଟିଂ କର, ଟ୍ୱିଟର୍ରେ ପୋଷ୍ଟ କର, ଇନଷ୍ଟାଗ୍ରାମ? ସେଗୁଡ଼ା କ'ଣ? ଓ ମାଇ ଗଡ୍। ଆଟଲିଷ୍ଟ ଆଣ୍ଡ୍ରଏଡ୍ ଫୋନ୍ ତ ଥିବ? ସାନ ଭାଇ ପବିତ୍ର ତାର ନୋକିଆ ଫୋନ୍ ଅଛି। ସେଇଟା କ'ଣ ମୁଁ ଜାଣିନି। ମୁଁ ତା ଫୋନ୍ ଆଣି ମଝିରେ ମଝିରେ ଜଗନ୍ନାଥଙ୍କ ଭଜନ ଶୁଣେ, ନମିତା ଅଗ୍ରୱାଲଙ୍କର ଲକ୍ଷ୍ମୀ ପୁରାଣ ଶୁଣେ, ନମସ୍ତେ କମଳା ମାଙ୍କ ସାଗର ଦୁଲ୍ହଣୀ, ନମସ୍ତେ ନମସ୍ତେ ବିଷ୍ଣୁ ଲକ୍ଷ୍ମୀଙ୍କ ଘରଣୀ। ଆହା କି ମିଠା। ରାଗୁଛ କାହିଁକି ଯେ? ମତେ ଠାକୁର ଦେବତା କଥା ଶୁଣିବାକୁ ଭାରି ଭଲ ଲାଗେ। ରାଗନି, ମୋ ଠାକୁର ଦେବତା କଥା କହିବେନି। ମାଉସୀ କହୁଥିଲା ବାହାଘର ପରେ ସ୍ୱାମୀ ହେଉଛନ୍ତି ଦେବତା ପରମେଶ୍ୱର, ତେଣୁ ଆଜିଠାରୁ ମୁଁ ତମକୁ ପୂଜା କରିବି। ଦେଲ ତମ ପାଦ ଧରି ଟିକେ ଦେଲ। ସେଇଠି ନୁହଁ, ମୁଁ ତମର ସ୍ୱାମୀ ନୁହଁ କି ତମେ ମୋ ସ୍ତ୍ରୀ ନୁହଁ। ତମ ଭଳି ଗୋଟେ ଅଧା ପାଠ ଗାଉଁଲି ଶେଷ ତ ମୁଁ କେବେ ବି ସଂସାର କରିପାରିବିନି। ତମେ ସେମିତି କୁହନି, ମୁଁ ତ ଭାଗିନି ଦିଏ। ପିଲାଦିନୁ ମା' କୁ ହରେଇଛି। ଆମ ଗରିବ ଘରେ ଭଲରେ ମୁଠାଇ ଖାଇବାକୁ ମିଳେନି। ଶାଗ ପଖାଳରେ ମୁଁ ବଞ୍ଚିଛି, ସୁଖ କ'ଣ ମୁଁ ଜାଣିନି। ଆଜି ସ୍ୱାମୀ ଶ୍ୱଶୁର ନଣନ୍ଦକୁ ନେଇ ମୁଁ ଯେଉଁ ସୁଖରେ ସଂସାର କରିବି ବୋଲି ସ୍ୱପ୍ନ ଦେଖିଛି, ତମେ ତାକୁ ଧୂଳିରେ ମିଶାଇ ଦିଅନି। ମୁଁ କ'ଣ କରିପାରିବି? ମୁଁ ଭଲ ରୋଷେଇ କରି ଜାଣିଛି। ମୋ ବାପା କୁହନ୍ତି ମୋ ହାତରେ ଚା ପିଲେ ମାନେ ପାଟିରେ ଛାଡ଼େନି। ଆମ ଓଡ଼ିଆ ଘରେ 12 ମାସରେ 13 ଓଷାର ବିଧି ବିଧାନ ମୁଁ ଜାଣିଛି। ମାର୍ଗଶିର ମାସ ଗୁରୁବାର ଦିନ ମୋ ଲକ୍ଷ୍ମୀ ପୁରାଣ ଶୁଣିବା ପାଇଁ ଆମ ସାହିର 10-20 ସ୍ତ୍ରୀ ଲୋକମାନେ ରୁଣ୍ଡ ହୁଅନ୍ତି। ଓହୋ, ମୁଁ ତମ ପାଖରୁ ସେ ଓଡ଼ିଆ ଘର ବୋହୂର ଆତ୍ମକାହାଣୀ ଶୁଣିବାକୁ ଚାହେଁନି। ବନ୍ଦ କର ସେ ସବୁ। କେତେ ସ୍ୱପ୍ନ ଦେଖିଥିଲି ମୁଁ। ମୋ ସ୍ତ୍ରୀ ହାଇଲି ଏଜୁକେଟେଡ୍ ହେଇଥିବ, ବାସର ରାତିରେ ଟ୍ରାନ୍ସଫର ନାଇଟ୍ ମୋ ପାଖକୁ ଆସିବ, ନୀଳ ରଙ୍ଗର ବେଡ୍ ଲାଇଟ୍ରେ ଆମର ପ୍ରଥମ ମିଳନ ହବ, ଆଉ ତାକୁ ନେଇ ମୁଁ ହନିମୁନ୍ କରିବା ପାଇଁ ସୁଇଜରଲ୍ୟାଣ୍ଡ ଯିବି। ହେଲେ କ'ଣ, ମୋର ସବୁ ଆଶା ସବୁ ସ୍ୱପ୍ନ ପାଣି ଫୋଟକା ପାଇଁ ମିଳି ହେଇଗଲା।